ଅମୃତଭଣ୍ଡା ସନ୍ତୁଳା। ଛୁଆ ଥିଲାବେଳେ ଆକୁ ଖାଇବା ତ ଦୂରର କଥା, ଏହାର ନାଁ ଶୁଣିଲେ ଭୋକ କୁଆଡ଼େ ମରିଯାଉଥିଲା। ହେଲେ ଆଜିର ସମୟରେ ଏହା ଆମର ସବୁଠୁ ପ୍ରିୟ ଖାଦ୍ୟ। ଯେତେବେଳେ ଆପଣମାନେ ପିଲା ଥିଲେ ଏମିତି ସନ୍ତୁଳା ଖାଇବାକୁ ଭଲ ପାଉଥିଲେ କି ନାହିଁ କମେଣ୍ଟ କରିକି ଜଣାଇବେ। ତାହେଲେ ଆଜି ଚାଲନ୍ତୁ ଆମେ ତିଆରି କରିବା ଅମୃତଭଣ୍ଡା ସନ୍ତୁଳା। ଯେହେତୁ ଅମୃତଭଣ୍ଡା ସନ୍ତୁଳା ଅମୃତଭଣ୍ଡାର ପରିମାଣ ଅଧିକା ରହିବ, ଏଠି ମୁଁ ଗୋଟେ ମିଡିୟମ ସାଇଜର ଅମୃତଭଣ୍ଡାକୁ ଛୋଟ ଛୋଟ ଖଣ୍ଡ କରିକି କାଟିକି ନେଇଛି। ଏହା ସହିତ ମିଡିୟମ ସାଇଜର ଗୋଟେ ବାଇଗଣ ମୁଁ ନେଇଛି, ଯେହେତୁ ବାଇଗଣ ଜଲ୍ଦି ସିଝିଯାଏ ସେଥିପାଇଁ ମୁଁ ଆକୁ ବଡ଼ ଖଣ୍ଡରେ କାଟିକି ନେଇଛି। ଏହା ସହିତ ଗୋଟେ ମିଡିୟମ ସାଇଜର ଆଳୁ ଏଠି ମୁଁ ନେଇଛି, ଆଳୁକୁ ଚୋପା ରଖିକି କାଟିଛି, ଯୋଉଥିପାଇଁ କି ଆଳୁ ସନ୍ତୁଳାରେ ଅତି ମିଶିଯିବନି ବା ଖୋଲିଯିବନି। ଆଉ ଏଠି 2 ମୁଠା ପାଖାପାଖି ପାଚିଲା ବୋଇତାଳୁ ବା କଖାରୁ ନେଇଛି କାଟିକି, ଆଉ ତାକୁ ବଡ଼ ଖଣ୍ଡ କରିକି କାଟିଛି, ଚୋପା ରଖିକି କାଟିଛି। ଏଇ ସନ୍ତୁଳାରେ ଆପଣ ଚାହିଁଲେ ବୋଇତାଳୁ, ବାଇଗଣ ଆଉ ଆଳୁକୁ ସ୍କିପ୍ କରିପାରିବେ, ନାଇଁ ତ ଯେକୌଣସି ଗୋଟିଏ ଜିନିଷ ଏଠି ଅମୃତଭଣ୍ଡା ସହିତ ଦେଇକି ସନ୍ତୁଳା କରିପାରିବେ। ତ ସବୁ ପରିବାକୁ ଏଠି ମୁଁ ପ୍ରେସର କୁକରରେ ଦେଇଦେଇଛି। ଆଉ 2-3 ପିଞ୍ଚ ଆମେ ପକେଇବା ହଳଦୀ। ହଳଦୀ ଆପଣ ଚାହିଁଲେ ଏଠି ସ୍କିପ୍ ମଧ୍ୟ କରିପାରିବେ। ତା ସହିତ ସ୍ୱାଦ ଅନୁଯାୟୀ ଦେଇଦେବା ଆମେ ଲୁଣ, ଆଉ ଗୋଟେ ବଡ଼ ସାଇଜର ଟମାଟୋକୁ ଛୋଟ ଛୋଟ ଖଣ୍ଡରେ କାଟିକି ଏଥିରେ ପକେଇବା। ଟମାଟୋ ଟିକେ ଅଧିକା ପକେଇବେ, ସନ୍ତୁଳାର ଟେଷ୍ଟଟା ଭଲ ଆସିଥାଏ। ଆଉ ଅଧା ଗ୍ଲାସ ଏଥିରେ ଆମେ ପାଣି ଦେବା। ପାଣି ବେଶୀ ଦେବା ଦରକାର ନାହିଁ, ଯେହେତୁ ପ୍ରେସର କୁକରରେ ସିଝାଉଛେ ବେଶୀ ପାଣି ଲାଗିବନି, ସନ୍ତୁଳାରେ ମଧ୍ୟ ବେଶୀ ପାଣି ଦରକାର ନାହିଁ। ତ ପାଣି ଦେଇକି ଟିକେ ଗୋଳେଇ ନେବା। ଏବେ ଆମେ କୁକରର ଲିଡ୍କୁ କଭର କରିକି ହାଇ ଫ୍ଲେମ୍ରେ 2ଟା ହୁଇସିଲ୍ ଆସିଲା ପର୍ଯ୍ୟନ୍ତ ଆକୁ ସିଝେଇବା। ଧ୍ୟାନ ରଖିବେ ଅତ୍ୟଧିକ ସିଝେଇବେନି, ମିଡିୟମ ଫ୍ଲେମ୍ରେ ସିଝେଇଲେ ଗୋଟିଏ ହୁଇସିଲ୍ ଲଗେଇବେ। ସନ୍ତୁଳାରେ ପରିବା ଅତ୍ୟଧିକ ସିଝିକି ମିଶିଗଲେ ଖାଇବାକୁ ଭଲ ଲାଗିନଥାଏ, ଟିକେ ପରିବା ଗୋଟି ଗୋଟି ହେଇକି ଥିବ ସେମିତି ଭଲ ଲାଗେ। ତ ଏଇଠି ଆମର ପରିବା ସବୁ ସିଝିଗଲାଣି। ତ ଦେଖନ୍ତୁ ପରିବା ଅତ୍ୟଧିକ ସିଝିଯାଇନି, ଆଉ ପାଣି ଆମେ ଯେତିକି ଦେଇଥିଲେ ଏକଦମ ପରଫେକ୍ଟ ଅଛି, ଅଧିକ ପାଣି ବିଲକୁଲ ବି ହେଇନି। ଆଉ ଦେଖନ୍ତୁ ପରିବା ସିଝିଛି କିନ୍ତୁ ଗୋଟି ଗୋଟି ହେଇକି ଅଛି। ଏବେ ଆମେ ହାଲକା ହାତରେ ଗୋଟେ 2 ଥର ଏମିତି ଗୋଳେଇ ନେବା। ଅତ୍ୟଧିକ ଗୋଳେଇ ଦେବେନି, ନହେଲେ ଯେହେତୁ ପରିବା ଗୁଡ଼ା ସିଝି ଯାଇଛି ମିଶି ଯାଇପାରେ। ତ ଏବେ ଚାଲନ୍ତୁ ଆମେ ଫୁଟଣ କରିବା। ତା ପାଇଁ କଡ଼େଇ ମୁଁ ଗରମ କରିଛି, ସେଇଥିରେ 1 ଚାମଚ ଦେବା ସୋରିଷ ତେଲ। ତେଲ ବିଲକୁଲ ବି ଅଧିକା ଦେବେନି, ନହେଲେ ସନ୍ତୁଳାରେ ସ୍ମୋକି ଫ୍ଲେଭରଟା ବିଲକୁଲ ବି ଆସିବନି। ଏବେ ଆମେ ଏଥିରେ 1 ବଡ଼ ଚାମଚ ଦେବା ପଞ୍ଚ ଫୁଟଣ। ଫୁଟଣ ଫୁଟିଗଲା ପରେ ଏଥିରେ 3-4ଟା ଶୁଖିଲା ଲଙ୍କା, ତା ସହିତ 3-4ଟା ଆମେ କଞ୍ଚା ଲଙ୍କାକୁ ମଝିରୁ ଟିକେ ଚିରା ଲଗେଇକି ପକେଇବା। ଆଉ ସନ୍ତୁଳାର ମୁଖ୍ୟ ଜିନିଷ ହେଉଛି ରସୁଣ। ରସୁଣ ବିନା ସନ୍ତୁଳା ପୁରା ଅଧୁରା, ଅଧିକା ଟିକେ ରସୁଣ ପକେଇବା। ଗୋଟେ ବଡ଼ ସାଇଜର କୋଟା ରସୁଣ ମୁଁ ନେଇଛି, ତାର କୋଲାକୁ ଅଲଗା କରିକି ଟିକେ ଧୋଇ ସାରିଲା ପରେ ତାକୁ ହେମଦସ୍ତାରେ ଦରଛେଚା କରିକି ନେଇଛି। ରସୁଣର ଚୋପା ବାହାର କରିବା ଦରକାର ନାହିଁ। ଏଥିରେ କିଛି ଭୃଷଙ୍ଗ ପତ୍ର ପକେଇବା, ଆଉ ଫ୍ଲେମ୍କୁ ହାଇ କରିଦେବା, ଯେହେତୁ ଆମକୁ ସନ୍ତୁଳାରେ ଟିକେ ସ୍ମୋକି ଫ୍ଲେଭର ଦରକାର। ହାଇ ଫ୍ଲେମ୍ରେ ଏଇଭଳି ଭାବରେ ଆମେ କିଛି ସମୟ ଭାଜିବା, ଯେଉଁ ପର୍ଯ୍ୟନ୍ତ କି ଆମର ରସୁଣଟା ଟିକେ ଲାଲ ହେଇକି ଭାଜି ନ ହେଇଯାଇଛି। ଯେତେବେଳେ ଏଥିରୁ ଭଲ ବାସ୍ନା ଆସିବ, ରସୁଣ ଭଲ ଭାବରେ ଭାଜି ହେଇଯିବ, ସିଝା ପରିବାକୁ ଏଥିରେ ଦେଇଦେବା। ଆଉ ଏଇ ଯେଉଁ ଆବାଜଟା ଆସିଲା ସେଇଟା ଆସିବା ଦରକାର। ଆଉ ସାଙ୍ଗେ ସାଙ୍ଗେ କଭର କରିନେବେ 1 ମିନିଟ୍ ପାଇଁ। ଆଉ 1 ମିନିଟ୍ ପରେ କଭର କାଢ଼ିକି ଏଇଭଳି ଭାବରେ ଟିକେ ଗୋଳେଇ ନେବା। ଆପଣ ଚାହିଁଲେ ଏଥିରେ କଟା ହେଇଥିବା କିଛି ଧନିଆ ପତ୍ର ମଧ୍ୟ ଦେଇପାରିବେ। ସନ୍ତୁଳାକୁ 1 ଥର ଏମିତି ଫୁଟେଇ ନେବା ହାଇ ଫ୍ଲେମ୍ରେ, ତାପରେ ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରିନେବା। ରେଡ଼ି ହେଇଗଲା ଏଠି ଆମର ଅମୃତଭଣ୍ଡା ସନ୍ତୁଳା। କେତେ ଡେଲିସିୟସ୍ ଲାଗୁଛି ଆପଣମାନେ ଏଠି ଦେଖିକି ଜାଣିପାରୁଥିବେ। ଆପଣମାନେ ଏଇଭଳି ଭାବରେ ଅମୃତଭଣ୍ଡା ସନ୍ତୁଳାକୁ ବନାନ୍ତୁ। କେମିତି ଲାଗିଲା ଆପଣଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ। ତାହେଲେ ଆଜି ପାଇଁ ରହୁଛି, ପୁଣି ଆସିବି ଆଉ ଗୋଟେ ନୂଆ ରେସିପି ନେଇକି। ସେ ପର୍ଯ୍ୟନ୍ତ ରହିଲି, ନମସ୍କାର, ବାଏ, ଜୟ ଜଗନ୍ନାଥ।